ନମସ୍କାର, ଜୟ ଜଗନ୍ନାଥ, ଶୁଭ ସକାଳ। ଗଣେଶ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି ହେଉଛି ଜୁନ୍ 15 ତାରିଖ ରବିବାର। ଆଜି ଦିନର 10ଟି ବଡ଼ ଖବର ଉପରେ ନଜର ପକାଇବା। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଆପଣଙ୍କୁ ଅନୁରୋଧ। ଭିଡ଼ିଓ ଭଲ ଲାଗିଲେ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ଏବଂ ଗୋଟେ ସବସ୍କ୍ରାଇବ୍ ନିଶ୍ଚିତ କରିଦେବେ। ଆସିଲା ପ୍ରଥମ ଖବର, 8ମ ବେତନ ଆୟୋଗକୁ ନେଇ ବଡ଼ ଅପଡେଟ୍। କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ 8ମ ବେତନ ଆୟୋଗର ସୁପାରିଶ ଜାନୁଆରୀ 2026ରେ ଲାଗୁ ହେବାର ସମ୍ଭାବନା କ୍ଷୀଣ ହେଉଛି। ସୂଚନା ଅନୁସାରେ ଆୟୋଗର ଗଠନ ଓ ସୁପାରିଶ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଏହା 2027 କିମ୍ବା ତାପରେ ଲାଗୁ ହୋଇପାରେ। ଏହା ପ୍ରାୟ 1/2 କୋଟି କର୍ମଚାରୀ ଓ ପେନ୍ସନଭୋଗୀଙ୍କୁ ପ୍ରଭାବିତ କରିବ। ପରବର୍ତ୍ତୀ ଖବର, ଧରାପଡ଼ିଲେ ଚୋ ସାଇବର ଠକ। କ୍ରାଇମବ୍ରାଞ୍ଚର ସାଇବର ସେଲ୍କୁ ବଡ଼ ସଫଳତା। 4ଟି ଭିନ୍ନ ସାଇବର ଠକେଇ ମାମଲାରେ ଚୋ ଜଣଙ୍କୁ ଗିରଫ କରିଛି ସାଇବର ସେଲ୍। ବାଲେଶ୍ୱରର ଜଣେ ଓ ଭୁବନେଶ୍ୱରର 3 ଜଣଙ୍କ ଠାରୁ ପ୍ରାୟ 3,72 ଲକ୍ଷ ଟଙ୍କା ନିବେଶ ନାଁରେ ଠକିନେବା ଘଟଣାରେ 6 ଜଣ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗରୁ ଜଣେ ମହିଳା ଗିରଫ ହୋଇଥିବା ବେଳେ ଗୁଜରାଟରୁ 5 ଜଣ ସାଇବର ଠକ ବନ୍ଧା ହୋଇଛନ୍ତି। ପୂର୍ବରୁ ଏସବୁ ମାମଲାରେ ଆଉ କିଛି ଠକ ଗିରଫ ହୋଇଥିଲେ। ତେବେ ଗିରଫ ଅଭିଯୁକ୍ତ ସମସ୍ତେ ନିଜର ବ୍ୟାଙ୍କ ଖାତା ଠକାଇରେ ଭଡ଼ା ଲଗାଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ଚାଷୀ, ଜଣେ ପରିବା ବେପାରୀ, ଜଣେ ମୋଟର ମେକାନିକ୍, ଜଣେ କାରଖାନା କର୍ମଚାରୀ ଓ ଜଣେ ମହିଳା ଏକ ବେସରକାରୀ ଚାକିରି କରିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ନକଲି ନୋଟ୍ ଛାପିଲେ ଥାନାରେ ଯାଇ ଚକି ପେଶିଲେ। ଜାଲ୍ ନୋଟ୍ ଛାପି ଯୁବକ ଗିରଫ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗଲୁରୁରେ। ଅଭିଯୁକ୍ତ ଯୁବକଙ୍କ ନାମ କୃଷି ମାଲି। ବୟସ ମାତ୍ର 23 ବର୍ଷ। ସେ ଜଣେ କପଡ଼ା ବ୍ୟବସାୟୀଙ୍କ ପୁଅ। ଯୁବକ ଜଣକ ଘରେ ସାମାନ୍ୟ କଥାକୁ ନେଇ ଝଗଡ଼ା କରିଥିଲେ। ସେଥିପାଇଁ ତାଙ୍କ ଘର ଲୋକେ ତାଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଉନଥିଲେ। ତାପରେ ସେ ନକଲି ନୋଟ୍ ଛାପିବାକୁ ଯୋଜନା କରିଥିଲେ। ନୋଟ୍ ଛାପିବା ପାଇଁ ସେ ହୋଟେଲରେ ଏକ ରୁମ୍ ବୁକ୍ କରି ବ୍ୟାଗରେ ପ୍ରିଣ୍ଟର ଏବଂ ସ୍କାନର ଧରି ହୋଟେଲକୁ ଯାଇଥିଲେ। ତାପରେ ସେ ହୋଟେଲ ରୁମ୍ରେ ବସି 5 ଟଙ୍କିଆ ନକଲି ନୋଟ୍ ଛାପିଥିଲେ। ଅଭିଯୁକ୍ତ ଜଣକ ଜୁନ୍ 1 ତାରିଖରେ ରୁମ୍ ବୁକ୍ କରି ଜୁନ୍ 7 ତାରିଖ ପର୍ଯ୍ୟନ୍ତ ସେହି ରୁମ୍ରେ ଥିଲେ। ଯେତେବେଳେ ସେ ରୁମ୍ରୁ ଚେକ୍ ଆଉଟ୍ କରିଥିଲେ ସେତେବେଳେ ସେ ହୋଟେଲକୁ ସେହି ନକଲି ନୋଟ୍ ଟଙ୍କା ମଧ୍ୟ ଦେଇଥିଲେ। ସେତେବେଳେ ରୁମ୍ ବୟ ଅଭିଯୁକ୍ତଙ୍କ ରୁମ୍ ସଫା କରିବାକୁ ଗଲା। ସେତେବେଳେ ସେ ଡଷ୍ଟବିନ୍ରେ କିଛି ନକଲି ନୋଟ୍ ପାଇଲା। ତାଙ୍କୁ ସନ୍ଦେହ ଲାଗିବାରୁ ସେ ହୋଟେଲର ମ୍ୟାନେଜରଙ୍କୁ ଜଣାଇଲା। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। 20 ତାରିଖ ଅପରାହ୍ନ 3ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ 20 ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟାଯିବ। 50,000 ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ପରବର୍ତ୍ତୀ ଖବର, ଜଗିବ ଏଆଇ କ୍ୟାମେରା। ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଉଛନ୍ତି ସମୟାନୁବର୍ତ୍ତିତା ଛାଟ। ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦେବା ନିଷେଧ ଦିଆଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ବି ଆସିତ ଛାଡ଼ି ପାରିବେନି କର୍ମଚାରୀ। 3 ଥର ଅଧଘଣ୍ଟା ବିଳମ୍ବରେ ଆସିଲେ ଖାତାରୁ ଚୁଟି। ସିଏମ୍ କଟିବ। ଖାଲି ଏତିକି ନୁହେଁ, ଆଗକୁ ଏଆଇ କ୍ୟାମେରା ଜଗିବ ସରକାରୀ କର୍ମଚାରୀଙ୍କ ଉପସ୍ଥାପନ ଓ ଗତିବିଧିକୁ। RFID ଟେକ୍ନୋଲୋଜି ଭିତ୍ତିକ ସ୍ମାର୍ଟ ପରିଚୟପତ୍ର ସରକାରୀ କର୍ମଚାରୀଙ୍କୁ ଜାରି ହେବ। ଏହି ଆଇକାର୍ଡକୁ ଅଫିସକୁ ପ୍ରବେଶ ଓ ପ୍ରସ୍ଥାନ ସମୟ ପଞ୍ଚି କରିବାକୁ ହେବ। ପରବର୍ତ୍ତୀ ଖବର, ହୋମ୍ ଲୋନ୍ ଶସ୍ତା କଲା SBI। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ନିଜର ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବ୍ୟାଙ୍କ ନିଜର ହୋମ୍ ଲୋନ୍ ସୁଧ ହାରକୁ 0.50 ହ୍ରାସ କରିଛି, ଯାହା ଫଳରେ ଏବେ ଗ୍ରାହକମାନେ 7.50% ସୁଧ ହାରରେ ହୋମ୍ ଲୋନ୍ ପାଇପାରିବେ। ଏହି ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBIର ରେପୋ ରେଟ୍ 50 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ନିଆଯାଇଛି। ପରବର୍ତ୍ତୀ ଖବର, BCCIକୁ ନେଇ ବଡ଼ ଝଟକା। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ BCCIର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ WTC ଫାଇନାଲ ଆୟୋଜନ କରିବାର ସ୍ୱପ୍ନ କିଛି ବର୍ଷ ପାଇଁ ଅଧୁରି ରହିପାରେ। BCCIକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ICC ଠାରୁ ଏକ ବଡ଼ ଝଟକା ଲାଗିପାରେ। WTC ଆରମ୍ଭ ହେବା ଦିନଠାରୁ ଫାଇନାଲ ମ୍ୟାଚ୍। ପରବର୍ତ୍ତୀ ଖବର, କ୍ଷମା ମାଗିଲା ଇସ୍ରାଏଲ। ଇସ୍ରାଏଲ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖିବାକୁ ଚେଷ୍ଟା କରି କହିଥିଲେ, ଇରାନ ବିଶ୍ୱ ପାଇଁ ବିପଦ। ଇସ୍ରାଏଲକୁ ଏବେ ଏହି ଚିତ୍ରରେ ଭାରତର ମାନଚିତ୍ର ସମ୍ପର୍କରେ ସ୍ପଷ୍ଟୀକରଣ ଦେଖିବାକୁ ପଡ଼ିଛି। ଏହି ମାନଚିତ୍ରରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର କିଛି ଅଂଶ ଭାରତ ମାନଚିତ୍ରରେ ଦେଖାଯାଇ ନ ଥିଲା। ପରବର୍ତ୍ତୀ ଖବର, କେମିତି ହେଲା ପ୍ଲେନ୍ କ୍ରାସ୍।
ଜୁନ୍ 12 ତାରିଖରେ ଅହମଦାବାଦରେ ଘଟିଥିବା ଦୁର୍ଘଟଣା ପରେ ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଥମ ସମ୍ଭାବିକ ସଂକଳନ କରିଛି। ମନ୍ତ୍ରଣାଳୟ କହିଛି ଯେ ଏୟାର ଇଣ୍ଡିଆ ବିମାନ AI-171 ଅହମଦାବାଦର ବିମାନବନ୍ଦରରୁ ଉଡ଼ାଇ ଆରମ୍ଭ କରିବା ପରେ ମାତ୍ର 650 ଫୁଟ ଉଚ୍ଚତାରେ ପହଞ୍ଚିଥିଲେ। ତାପରେ ବିମାନଟି ତଳକୁ ଖସିବା ଆରମ୍ଭ ହୋଇଥିଲା।